ଖରା ଦିନ ଷ୍ଟାର୍ଟ ହେଇଗଲେ ସମସ୍ତଙ୍କୁ କିଛି ନା କିଛି ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଭାରି ଇଚ୍ଛା ହେଇଥାଏ। ସେଇଥିପାଇଁ ଆଜି ମୁଁ ଆପଣମାନଙ୍କ ସହିତ ଘରେ ଥିବା ମାତ୍ର 3ଟି ସାମଗ୍ରୀରେ ଥଣ୍ଡା ଥଣ୍ଡା ଗୋଟେ ମିଠାର ରେସିପି ସେୟାର କରିବି। ଯେଉଁ ମିଠାକୁ ବନେଇବା ତ ବହୁତ ସହଜ, ଆଉ ଏଇ ମିଠାକୁ ଆପଣମାନେ ଖୁବ୍ କମ୍ ସମୟରେ ମଧ୍ୟ ବନେଇ ପାରିବେ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଏହି ସୁପର ଟେଷ୍ଟି ଥଣ୍ଡା ଥଣ୍ଡା ମିଠାର ରେସିପି ଜାଣିବା ପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବାକୁ ଅନୁରୋଧ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଆଜିର ଏହି ରେସିପି ବନେଇବା ପାଇଁ ଆମକୁ ଏଇ 3ଟି ଜିନିଷ ଦରକାର। ମିଠା ବନେଇବା ପାଇଁ ମୁଁ ଏଠି ନେଇଯାଇଛି ପାଖାପାଖି 200 ଗ୍ରାମର ଚିନି, ତା ସହିତ ହାଫ୍ ଲିଟର କ୍ଷୀର, ହାଫ୍ ଲିଟର ଦହି। ତ ଏବେ ଚାଲନ୍ତୁ ଦହି, ଚିନି ଆଉ କ୍ଷୀରକୁ ରଖିବା ସାଇଡ଼ରେ। ଏପଟେ ଗୋଟେ ମୁଁ ବଡ଼ ବାଉଲ୍ ନେଇଯାଇଛି। ଏଇ ବାଉଲ୍ ଉପରେ ଗୋଟେ ଛଣା ରଖିଦେବା। ଛଣା ଉପରେ ଗୋଟେ ସଫା କଟନ କପଡ଼ା ରଖିବା। ଏଇ କପଡ଼ା ଉପରେ ଆମେ ଯେଉଁ ଦହି ନେଇଛେ ନା, ସେଇ ଦହିକୁ ଏବେ ଦେବା। ଏଠି ମୁଁ କହି ରଖୁଛି, ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ ଏଠି ମୁଁ ପାଖାପାଖି ହାଫ୍ କେଜିର ଦହିକୁ ଦେଇଦେଇଛି। ଦହିକୁ ଦେଇ ସାରିଲା ପରେ କପଡ଼ାକୁ ଏମିତି ହାଲକା ଗୁଡ଼େଇ ନେବେ। ହାଲକା ହାତରେ ଆକୁ ଏମିତି ଚିପୁଡ଼ିବେ। ଦେଖିବେ ପାଣି ସବୁ ବାହାରିଯିବ। ପାଣି ବାହାରିଗଲା ପରେ ଏବେ ଆକୁ ଏମିତି ଜାଲି ଉପରେ ଥୋଇଦେବା, ଯାହାଫଳରେ କି ଦହିରେ ଯାହା ବି ଏକ୍ସଟ୍ରା ପାଣି ଥିବ ସବୁ ତଳକୁ ପଳେଇବ। ଏପଟେ ଗ୍ୟାସ୍ ଅନ୍ କରି ଗୋଟେ ପ୍ୟାନ୍ ବସାଇ ନେଇଛି। ପ୍ୟାନ୍ ଆମର ଗରମ ହେଇସାରିଲା ପରେ ଯେଉଁ 200 ଗ୍ରାମର ଆମେ ଚିନି ନେଇଥିଲେ ନା, ସେଇ ଚିନିରୁ ପାଖାପାଖି 3ରୁ 4 ଚାମଚ ଚିନି ଏଠି ଆମେ ଦେବା। ଚିନିକୁ ଏଠି ଆମେ କ୍ୟାରାମେଲାଇଜ୍ କରିବାର ଅଛି। ତ ଚିନିକୁ କ୍ୟାରାମେଲାଇଜ୍ କରିବା ପାଇଁ ଚିନିରେ ଅଳ୍ପ ପାଣି ଏଠି ମୁଁ ଦେଇଥିଲି। ପାଣି ଅଳ୍ପ ଦେଲେ କ'ଣ ହେବ ନା, ଚିନିଟା ସାଙ୍ଗେ ସାଙ୍ଗେ ଆମର ପୋଡ଼ି ନଥାଏ। ତ ପାଣି ଦେଇକି ଆକୁ ଏମିତି ଏପଟ ସେପଟ କରିକି ଆମେ ମିଶାଇବା। ଚିନିକୁ ପୁରା ଡାର୍କ ବ୍ରାଉନ୍ କଲର୍ ବିଲକୁଲ ବି କରିବେନି। ଏମିତି କଲେ କ'ଣ ହେବ ନା, ମିଠାର ସ୍ୱାଦଟା ପୁରା ଖରାପ ହେଇଯିବ। ତ ଏଠି ଚିନି ଦେଖିପାରୁଥିବେ ହାଲକା ହାଲକା ଆମର କ୍ୟାରାମେଲାଇଜ୍ ହେବାକୁ ଲାଗିଲାଣି। ଚିନି ଆମର ଆଠାରୁ ଆଉ ଟିକେ କଲର୍ ହେବା ପର୍ଯ୍ୟନ୍ତ ଆମେ ଆକୁ ଏପଟ ସେପଟ କରି ମିଶାଇବା। ତ ଏଇଠି ଦେଖିପାରୁଥିବେ ଚିନି ଆମର ପୁରା ରେଡ୍ କଲର୍ ହେଇଗଲାଣି। ଆଠୁ ଅଧିକ ଡିପ୍ କଲର୍ ବିଲକୁଲ ବି କରିବେନି, ଖାଇବା ପାଇଁ ଭଲ ଲାଗିବନି। ତ ଏବେ ଚାଲନ୍ତୁ ଏଥିରେ ଆମେ ଅଳ୍ପ କ୍ଷୀର ଦେଇଦେବା। ଯେହେତୁ ଏଇଟା ପୁରା ଗରମ ଅଛି ତ ଛିଟା ଉପରକୁ ଆସିବ, ସେଥିପାଇଁ ଏଠି ମୁଁ ସବୁ ଯାକ କ୍ଷୀର ଦେଇନଥିଲି, ଅଳ୍ପ କ୍ଷୀର ଦେଇକି ଭଲ ଭାବରେ ମିଶାଇ ନେବା। ଭଲସେ ମିଶାଇ ସାରିଲା ପରେ ବଳକା କ୍ଷୀରକୁ ଆମେ ଏଠି ଦେବା। କ୍ଷୀର ଦେଲାବେଳେ ଧ୍ୟାନ ସହିତ ଦେବେ, ଯେହେତୁ ପ୍ୟାନ୍ ଗରମ ଅଛି ତା ସହିତ କ୍ୟାରାମେଲାଇଜ୍ ଚିନି। କ୍ଷୀର ଦେଲାବେଳେ ଛିଟା ଟିକେ ଉପରକୁ ଆସିଥାଏ। ଧ୍ୟାନ ସହିତ କ୍ଷୀରକୁ ଦେବା। ତ ଏଇଠି ଦେଖିପାରୁଥିବେ ମୁଁ ସବୁଯାକ କ୍ଷୀରକୁ ଏଠି ଦେଇଦେଇଛି। କ୍ଷୀରକୁ ଦେଇ ସାରିଲା ପରେ ପ୍ରଥମରୁ 1ରୁ 2 ମିନିଟ୍ ଗ୍ୟାସ୍ର ଫ୍ଲେମ୍କୁ ହାଇ ରଖିକି କ୍ଷୀରକୁ ଆମେ ଫୁଟେଇବା। କ୍ଷୀର ଯେତେବେଳେ ଆମର ଫୁଟି ଆସିବ, ତାପରେ ଗ୍ୟାସ୍ର ଫ୍ଲେମ୍କୁ ଆମେ ବିଲକୁଲ ଲୋ କରିନେବା। ଏଠି ଆମକୁ କ୍ଷୀର ପୁରା ବହଳିଆ ହେବା ପର୍ଯ୍ୟନ୍ତ ଫୁଟେଇବାର ଅଛି। ତ ପାଖାପାଖି 1ରୁ 2 ମିନିଟ୍ ପରେ ଏଠି ଦେଖିପାରୁଥିବେ କ୍ଷୀର ଆମର ଫୁଟିବାକୁ ଲାଗିଲାଣି। କ୍ଷୀର ଯେତେବେଳେ ଏମିତି ଫୁଟିବାକୁ ଲାଗିବ, ଗ୍ୟାସ୍ର ଫ୍ଲେମ୍କୁ ଏଇଠି ଆମେ ବିଲକୁଲ ଲୋ କରିନେବା। ଲୋ ଫ୍ଲେମ୍ରେ ଆକୁ ଏମିତି ଏପଟ ସେପଟ କରି ଚଲାଉଥିବେ। ଏଇ ଜାଗାରେ ଆମେ ଦେଇଦେବା ବଳକା ଚିନି। ମୁଁ ଆଜିର ଏହି ରେସିପି ପାଇଁ ପାଖାପାଖି 200 ଗ୍ରାମର ଚିନି ନେଇଥିଲି। ଆପଣମାନେ ଯେତିକି ମିଠା ଖାଉଥିବେ ସେହି ହିସାବରେ ଚିନିର ବ୍ୟବହାର କରିବେ। ଚିନି ଦେଇ ସାରିଲା ପରେ ଭଲ ଭାବରେ ଗୋଳେଇବାକୁ ଆମେ। ତ କ୍ଷୀରକୁ ଆମେ କଣ୍ଟିନ୍ୟୁଅସଲି ଗୋଳେଇ ଚାଲିଥିବା। ତ କ୍ଷୀର ଏମିତି ଯେତେବେଳେ ଦେଖିବେ ଫୁଟି ଫୁଟି ଆସୁଥିବ, ସାଇଡ଼ରେ ସବୁ ଆମର ସର ଲାଗୁଥିବ। ତ ଏଇ ସରକୁ ସ୍ପାଚୁଲାରେ ଏମିତି ଆମେ ଅଲଗା କରିନେବା। ତ କ୍ଷୀରକୁ ପାଖାପାଖି 7-8 ମିନିଟ୍ ଫୁଟି ସାରିଲା ପରେ ତ ଏଠି ଦେଖିପାରୁଥିବେ କ୍ଷୀରଟା ଆମର ପୁରା ବହଳିଆ ହେବାକୁ ଲାଗିଲାଣି। କ୍ଷୀରର କଲର୍ ମଧ୍ୟ ଦେଖିପାରୁଥିବେ କେତେ ଗାଢ଼ା ହେଇ ଆସିଲାଣି। କ୍ଷୀର ଯେତେ ଗାଢ଼ା ହେଇ ଆସୁଥିବ ନା, ତ ସାଇଡ଼ରେ ବେଶୀ ବେଶୀ ସର ଆମର ଲାଗୁଥିବ। ସେଇ ସରକୁ ଏମିତି ସ୍ପାଚୁଲା ସାହାଯ୍ୟରେ ଧୀରେ ଧୀରେ କରି ଅଲଗା କରିନେଉଥିବେ। ତ ଏଠି କ୍ଷୀର ଆମର ପୁରା ବଢ଼ିଆ ଭାବରେ ଗାଢ଼ା ହେଇଗଲାଣି। ତ ଏବେ ଚାଲନ୍ତୁ ଏଥିରେ ଆମେ ଦେବା ଅଳ୍ପ ଗୁଜୁରାତିର ଗୁଣ୍ଡ। ଗୁଜୁରାତିର ଗୁଣ୍ଡ ଅଳ୍ପ ଦେଲେ କ'ଣ ହେଇଥାଏ ନା, ବହୁତ ସୁନ୍ଦର ବାସ୍ନା ଆସିଥାଏ। ତ ଏଠି ମୁଁ 2ଟା ଗୁଜୁରାତିକୁ ଗୁଣ୍ଡ କରିନେଇଥିଲି। ଯଦି ଆପଣମାନଙ୍କ ପାଖରେ ଗୁଜୁରାତିର ପାଉଡ଼ର ଥିବ ତ ହାଫ୍ ଚାମଚ ଗୁଜୁରାତି ପାଉଡ଼ର ଏଠି ୟୁଜ୍ କରିପାରିବେ। ଗୁଜୁରାତି ଗୁଣ୍ଡ ଦେଇ ସାରିଲା ପରେ ଆକୁ ମୁଁ ଭଲ ଭାବରେ ମିଶାଇ ନେଉଛି। ଏଇ ଜାଗାରେ ଗ୍ୟାସ୍ର ଫ୍ଲେମ୍କୁ ହାଇ କରିନେବା ମାତ୍ର 1ରୁ 2 ମିନିଟ୍ ପାଇଁ। ତ 1ରୁ 2 ମିନିଟ୍ ପରେ ତ ଏଠି ଦେଖନ୍ତୁ କେତେ ଗାଢ଼ା ହେଇଗଲାଣି ଆମର ଏଇ କ୍ଷୀରଟା। ତ ଆଠାରୁ ବେଶୀ ଗାଢ଼ା ଆମକୁ ବିଲକୁଲ ବି ଦରକାର ନାହିଁ। ତ ଏବେ ଚାଲନ୍ତୁ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବା। ତ ଏବେ ଏଇ କ୍ଷୀରକୁ ପୁରା ଥଣ୍ଡା କରିନେବା। ତ ଏଇ କ୍ଷୀରକୁ ଏବେ ରଖିନେବା ସାଇଡ଼ରେ। ଏପଟେ ଗୋଟେ ବଡ଼ ବାଉଲ୍ ନେଇଯାଇଛି। ଯେଉଁ ଦହିକୁ ଆମେ ରଖିଥିଲେ ନା ପୁରା ପାଣି ଅଲଗା ହେବା ପାଇଁ, ତ ଏପଟେ ଦେଖିପାରୁଥିବେ ଦହିରୁ ପୁରା ପାଣି ଆମର ଅଲଗା ହେଇଯାଇଛି। ତ ଏଇ ବାଉଲ୍ରେ ଆମେ ଏଇ ଶୁଖା ଦହିକୁ ଦେଇଦେବା। ଦହିକୁ ଦେଇ ସାରିଲା ପରେ ଗୋଟେ ହ୍ୟାଣ୍ଡ ହ୍ୱିସ୍କର୍ ନେଇଯିବେ, ଯାହା ସାହାଯ୍ୟରେ କି ଦହିକି ଆମେ ପୁରା ଭଲ ଭାବରେ ଗୋଳେଇବା।
दही को आम से पर्यंत गोलेबा जे पर्यंत दही आमर पूरा क्रीमी क्रीमी न हो जाइए पाखापाखि 5-6 मिनिट गोल सारा तो ये देखिपे दही पूरा आमर क्रीमी क्रीमी हो आसला। दही को एमती गोलेबार प्रोसेस को बिल्कुल भी स्किप करेंगे। दही को पूरा भल भाव में आम मिसेबा। तो ये देखिपे दही आमर पूरा रेडी हो गलानी। एबे दही को रखा साइड्रे एपटे आम जो गाढ़ा राबिड़ी परिका बनई क्षीर को ना यहाँ आमर पूरा ठंडा हो गलानी। तो जो गोले की दही रखीचे यही दही देहरे एबे आमे देईदबा एई राबिड़ी को। एबे आमे एई दही आउ क्षीर रे जो राबिड़ी बनैथिले दुईटा जाक को मिसेई ना भल भाबरे मिसेइबा। पाखापाखि 7 रु 8 मिनिट पर्यंत आकु भल भाबरे गोलेइबे। 7 रु 8 मिनिट आकु गोलेई सारला परे तो एठी देखंतु केते सुंदर लागुची। दही रो एई जो बैटरटा आमे बनैचे ना आर कंसिस्टेंसी एमिति ही रखिबे, ना ही आठु बेसी गाढ़ा ना ही आठु बेसी पतला। एपटे गोटे बड़ बाउल नै जाइची जोथिरे कि आज रो मिठा को आमे स्टीम करिबा। तो ये बाउल रे गोटे चामच हम घी देकी गोटे ब्रश साहाय्य चारिआडे घी को आम भल भाव में स्प्रेड करनबा। तो ये देखिपे बाउल चारिपटे भल भाव में घी को स्प्रेड करनी। एबे आम दही रे जो बैटर बनई से बैटर को ये बाउल रे देदबा। एटी मु बाउल रे सबुतक बैटर को दे देइची। बाउल रे बैटर को दे सारा पर हल्का टिके टैप करनेबे। एबे आमे को कवर करिबा। कवर करिया पई मु एठी नेची फॉइल पेपर। जदि फॉइल पेपर नथिबो एमिति गोटे प्लेट घोड़ेइबे जो प्लेट रो बांफ बा पानी किछि भी जेमति ए दही भितर को न जाए। तो एमिति फॉइल पेपर को दे सारला परे एटा हमर एबे स्टीम होवा पई पूरा रेडी। तो एबे ये बाउल को रखिबा आम साइड रे। एबे एपटे देखिपे गोटे कड़ाई बसई नहीं। कड़ाई रे अल्प पानी देइची। एई पानी मझिरे गोटे स्टैंड को रखि नबा। स्टैंड उपरे आमर ये दही बाउल को रखिबा। बाउल को रखि सारला परे आकु एबे आमे कवर करनबा पाखापाखि 15 मिनिट पर्यंत। प्रथम रु 1 रु 2 मिनिट हाई फ्लेम तापर लो फ्लेम रे आकु आमे 15 मिनिट पर्यंत स्टीम करनबा। 15 मिनिट परे एबे चलंतु कवर काढ़िबा। एबे आमे चेक करिबा आमर ये मीठा दहीटा पूरा भल भाव में हेलानी कि नहीं। चेक करने प्रथमे उपरे आमे हल्का हाथ लगेबा। जदि हाथ में किसी भी आसुथिबो तो जानबे एटा हेइनी। तो ये देखिपे मो हाथ में बिल्कुल भी किसी आसीनी तामाने एटा पूरा परफेक्ट भाव में हेगलानी। एई मीठा दही को मु बाहर को काढ़ी पूरा भल भाव में ठंडा करनेची। दही आमर पूरा रूम टेम्परेचर रे ठंडा हो गला परे पुणी यही फॉइल पेपर को कवर करनबा। कवर करके पाखापाखि अध घंटे पई आकु आमे फ्रिज रे रखिनबा। पूरा अध घंटे परे एटी मु मीठा दही को काढ़ी आनिची बाहर को। तो ये देखिपे दही आमर केते बढ़िया भाव में सेट हो जाइए। तो ये गोटे छुरी नहीं जावा। छुरी साहाय्य ये मीठा दही को आम बाउल रु अलगा करनबा। तो एमती कले कौन हम ना पूरा बढ़िया भाव में दहीटा आमर बाहर को बाहरी आसीबो। तो ऊपर गोटे प्लेट रखिकी एमती आकु पलटै नबा। ये देखिपे प्लेट रु आमर ये मीठा दही केते सुंदर भाव में बाहरी आसी। तो ऊपर अल्प चेरी अल्प पिस्ता और अल्प बादाम देकी आकु मु सजै नेची। देखिबा पई ए मीठा दहीटी जेतिकी सुंदर लागुची ना खाइबा पई मध्य भारी स्वादिया लागिथाए। एई खरा दिने आपण माने निहाती थरे ए मीठा दही को घरे ट्राए करंतु। आशा करुची आपण मानकु आज रे रेसिपी निश्चय पसंद आस्तिबो। पुणी आसीबी गोटे नुआ रेसिपी नहीं से पर्यंत रहउची। नमस्कार, जय जगन्नाथ।